ଗଦାଧରର ଭାବ ସମାଧି ଆଜିକାଲି ବହୁତ ବେଶୀ ହେଉଛି। ହରିହାଟ, ଶିବ ପୂଜା ଅଥବା ମନସା ପାଲା କିମ୍ବା କେଉଁଠି ଟିକିଏ ଦେବାଦେବୀଙ୍କ ନାମ କୀର୍ତ୍ତନ ଶୁଣି ପକାଇଲେ ହେଲା। କାନରେ ପଡ଼ିବା ମାତ୍ରେ ଭାବରେ ବିହ୍ୱଳ ତନ୍ମୟ। ସେହି ତନ୍ମୟତା ଟିକିଏ ଗାଢ଼ ହୋଇଗଲେ ଭାବ ସମାଧି। ଚନ୍ଦ୍ରମଣି ଆଗରୁ ଡରି ଯାଉଥିଲେ, ଭାବୁଥିଲେ ପୁଅକୁ ବୋଧହୁଏ ଭୂତ ଲାଗୁଛି। ଏବେ ଦେଖୁଛନ୍ତି ନିଜ ଭାବରେ ଯେଉଁଭଳି ବୁଡ଼ି ଯାଉଛି, ନିଜେ ପୁଣି ସେହି ଭାବରେ ଉଠି ବସୁଛି। କୌଣସି ପ୍ରକାର ରୋଗର ଲକ୍ଷଣ ବି ଦେହରେ ନାହିଁ, ବରଂ ସାରା ଅଙ୍ଗରେ ଛଟକି ଉଠୁଛି ଦର୍ପଣର ଆଭା। ସେହି ଦର୍ପଣରେ ସତେ ଯେପରି ଦେଖାଯାଉଛି ଆଉ ଏକ ମୂର୍ତ୍ତି, ଆଉ ଏକ ଦେହ, ଚିନ୍ମୟ ମୂର୍ତ୍ତି, ଚିନ୍ମୟ ଦେହ। କିନ୍ତୁ ଭାଇମାନଙ୍କର ଧାରଣା ବାୟୁ ରୋଗ ହୋଇଛି, ସେଥିପାଇଁ ଲେଖାପଢ଼ା ଉପରେ ଆଉ ଜୋର ଦିଅନ୍ତି ନାହିଁ। କରୁ ଯାହା ତାର ଇଚ୍ଛା, ତଥାପି ପାଠଶାଳାକୁ ଯିବା ତ ଦରକାର। ସଂସାର ଚଳେଇ ହେଉନାହିଁ ଦେଖି ରାମକୁମାର କଲିକତା ଗଲେ। ଯୋଗାଡ଼ ଯନ୍ତ୍ର କରି ଟୋଲ ଗୋଟାଏ ଖୋଲିଲେ। ଗଦାଧରର ବୟସ ସେତେବେଳେ 12-13 ବର୍ଷ। ଚାଟଶାଳୀକୁ ଯାଉଛି, ପଢ଼ିବାକୁ ନୁହେଁ, ପିଲାଙ୍କ ସହିତ ଆଖଡ଼ା ଜମାଇବାକୁ, ଦଳ ବାନ୍ଧିବାକୁ। ଯେଉଁମାନେ ପାଠ ପଢ଼ି ପରେ ଜ୍ଞାନୀଗୁଣୀ ହେବେ, ସେମାନଙ୍କୁ ଚିହ୍ନି ରଖିବାକୁ। ଯେତେ ଯାହା କରୁ ପଛକେ ରଘୁବୀରଙ୍କ ପୂଜାଟି ଠିକ୍ ସମୟରେ କରେ, ମା'ଙ୍କୁ ଦରକାରୀ କାମରେ ସାହାଯ୍ୟ କରେ। ରାମେଶ୍ୱରଙ୍କ ଉପରେ ସଂସାରର ଦାୟିତ୍ୱ, କିନ୍ତୁ ସେ ବି ରଘୁବୀରଙ୍କ ଉପରେ ଛାଡ଼ିଦେଇ ନିଶ୍ଚିନ୍ତ। ମନରେ ବିଶ୍ୱାସ, ଗଦାଧରର ଏ ଯେଉଁ ଅଭୂତ ଶକ୍ତି ପ୍ରକାଶ ପାଉଛି, ବେଳେବେଳେ ନିଶ୍ଚୟ କିଛି ଗୋଟାଏ ହେବ। ଯିଏ ଚିନ୍ତାମଣି, ସେ ନିଜେ ଯେତେବେଳେ ନିଶ୍ଚିନ୍ତ, ସେତେବେଳେ ଚିନ୍ତା କରି ଲାଭ କ'ଣ? ଘରେ ବସି ରହିଛି ଗଦାଧର। କାମଧନ୍ଦା ପ୍ରାୟ କିଛି ନାହିଁ। ଗାଁର ସ୍ତ୍ରୀ ଲୋକମାନଙ୍କ ସହିତ ତାର ଖୁବ୍ ଆତ୍ମୀୟତା। ଖରାବେଳେ ଝିଅ ବୋହୂମାନେ ଦଳ ବାନ୍ଧି ଚନ୍ଦ୍ରମଣିଙ୍କ ଘରକୁ ଆସନ୍ତି। ଗଦାଧରକୁ ହରିନାମ ଗାଇ ଶୁଣାଇବାକୁ କହନ୍ତି। ଦିନେ ଦିନେ କହନ୍ତି, ଧର୍ମ ବିଷୟକ କୌଣସି ଉପାଖ୍ୟାନ କୁହ। ଏହାଠାରୁ ଆଉ ଅଧିକ ପ୍ରିୟ କଥା କ'ଣ ଅଛି ଗଦାଧରର? ସଙ୍ଗେ ସଙ୍ଗେ ବସି ପଡ଼େ କଥା ଶୁଣାଇବା ପାଇଁ। ମା, ତୁମେ ବି ବସ ଶୁଣିବ। ନାଇଁରେ ବାପା, ମୋର ତେଣେ କେତେ କାମ ପଡ଼ିଛି। କି କଥା ଇଏ? ଆମେ ସବୁ ଆପଣଙ୍କ କାମ କରିଦେଉଛୁ କହି ଯେତେ ସ୍ତ୍ରୀ ଲୋକ ସେଠି ଥାଆନ୍ତି, ସମସ୍ତେ ମିଶି ଚନ୍ଦ୍ରମଣିଙ୍କ କାମ ଚଟାପଟ ସାରିଦିଅନ୍ତି। ଚନ୍ଦ୍ରମଣି ବସନ୍ତି ସ୍ଥିର ହୋଇ। ଗଦାଧର ଗୀତ ବୋଲିବା ଆରମ୍ଭ କରେ। ଦିନେ ଦିନେ ପୋଥି ପଢ଼ି ଶୁଣାଏ। ଗାଁରେ ଯେତେ ଯେଉଁଠି ଭାଗବତ ପାଠ ଅଥବା ହରିକୀର୍ତ୍ତନ ହୁଏ, ସବୁ ଶୁଣି ମୁଖସ୍ଥ ହୋଇଯାଇଛି ଗଦାଧରର। ତା ଛଡ଼ା ଯାହା ସେ କେବେ ଶୁଣିନାହିଁ, ସେଭଳି କଥା ବି ବାହାରେ ତା ତୁଣ୍ଡରୁ। ସ୍ତ୍ରୀ ଲୋକମାନେ ତନ୍ମୟ ହୋଇ ଶୁଣୁଥାନ୍ତି। ସମୟ ଜ୍ଞାନ ରହେ ନାହିଁ। ସଞ୍ଜ ଆଗରୁ ଆହୁରି ଯେ କେତେ କାମ ଘରେ ଅଛି ଭୁଲି ଯାଆନ୍ତି। ଗଦାଧର ସହିତ ଏକ ମନରେ ନାମ କରୁଥାନ୍ତି। ନାମର ମୂଲ୍ୟ କ'ଣ କମ୍? ଯାହା ନାମ, ତାହା ହିଁ ତ ରାମ। ସତ୍ୟଭାମା ତୁଳା ଯନ୍ତ୍ରରେ ସୁନା ପକାଇ ଠାକୁରଙ୍କୁ ଓଜନ କରୁଥିଲେ। ଯେତେ ପକାଇଲେ ବି କିଛି ହେଲା ନାହିଁ। ରୁକ୍ମିଣୀ ଆସି ତୁଳସୀ ପତ୍ରରେ କୃଷ୍ଣ ନାମ ଲେଖି ରଖିଦେଲେ। ସଙ୍ଗେ ସଙ୍ଗେ ନିକେତି ତଳକୁ ଖସିଲା, ଓଜନ ସମାନ ହେଲା। ଏ ହେଉଛି ନାମର କରାମତି, ନାମର ମାହାତ୍ମ୍ୟ। ତେବେ ନାମ ସହିତ ଅନୁରାଗ ଦରକାର। ଯେଉଁ ଲୋକ ତୁମର ପ୍ରିୟ, ତାକୁ ଖାଲି ତା ନାଁଟି ଧରି ଡାକିଲେ ଚଳିବ ନାହିଁ। ନାଁ ସହିତ ଦରକାର ଟିକିଏ ପ୍ରେମ। ଯଦି ନାମ କରୁ କରୁ ଦିନକୁ ଦିନ ଅନୁରାଗ ବଢ଼ୁଥିବ, ଆଉ ଅନୁରାଗ ସହିତ ଆନନ୍ଦ, ତେବେ ଆଉ ଭୟ ନାହିଁ। ବିକାର ଅବଶ୍ୟ କଟିବ। ବିକାର କଟିଲେ ସେ ଆକାରିତ ହେବେ।
ଧର୍ମଦାସ ଲାହାଙ୍କ ଝିଅ ପ୍ରସନ୍ନ। ଗଦାଧରକୁ ସେ ଦେଖେ ଗୋପାଳ ରୂପରେ, ଅଥଚ ଗଦାଧର ନିଜେ ସ୍ତ୍ରୀ ଲୋକମାନଙ୍କ ଭଳି ଏମିତି ହାବଭାବ ଦେଖାଏ ଯେ ସେମାନେ ତାକୁ କହନ୍ତି ରାଧାରାଣୀ। ସେଇ ଗାଁର ସୀତାନାଥ ପାଇନ। ବିରାଟ ପରିବାର ତାଙ୍କର, 8 ପୁଅ 7 ଝିଅ। ତା ଛଡ଼ା ଅଛନ୍ତି ଜ୍ଞାତି କୁଟୁମ୍ବ। ଲୋକେ କହନ୍ତି ତାଙ୍କ ଘରେ ପ୍ରତିଦିନ 10ଟା ଶିଳରେ ବାଟଣ ବଟା ହୁଏ। ଘରର ଭିତର ଅଗଣାଟା ବହୁତ ବଡ଼, ବହୁତ ଲୋକ ବସିପାରିବେ। ଗଦାଧରକୁ ଡାକି ଆଣନ୍ତି ସୀତାନାଥ। କହନ୍ତି, ଆସ ଆମ ଘରେ କୀର୍ତ୍ତନ ଗାଇବ। ସୀତାନାଥଙ୍କ ଘରର ଝିଅ ବୋହୂମାନେ ବାହାରକୁ ବାହାରନ୍ତି ନାହିଁ, ସୂର୍ଯ୍ୟଙ୍କୁ ବି ଦେଖନ୍ତି ନାହିଁ। ସେମାନେ ତେବେ ଶୁଣିବେ ନାହିଁ ଏହି ସ୍ୱର ତରଙ୍ଗ, ଦେଖିବେ ନାହିଁ ସେହି ଅନିନ୍ଦ୍ୟ ସୁନ୍ଦରଙ୍କୁ। ଏତେ ଲଜ୍ଜାଶୀଳା ଯେ ଚନ୍ଦ୍ରମଣିଙ୍କ ଆଗକୁ ବି ଆସନ୍ତି ନାହିଁ। ଅଥଚ ଗଦାଧର ପାଖରେ ତିଳେ ହେଲେ ସଙ୍କୋଚ ନାହିଁ। ଗଦାଧର ସତେ ଯେପରି ତାଙ୍କ ଅନ୍ତରର ମଣିଷ, ଇହକାଳ ପରକାଳ ସର୍ବକାଳର ପରିଚିତ। ଦୁର୍ଗାଦାସ ପାଇନ କିନ୍ତୁ ଏଥିରେ ଘୋର ଆପତ୍ତି କରନ୍ତି। ଦୁର୍ଗାଦାସ ବି ସେଇ ବଣିଆ ସାହିର ଲୋକ, ସୀତାନାଥଙ୍କ ପ୍ରତିବେଶୀ। ଏତେ ବଡ଼ ପିଲାଟା ଘର ଭିତରକୁ ଆସି ବହୁ ଭୁଆସୁଣୀଙ୍କ ମେଳରେ ବସି ଗୀତ ଗାଇବ, ଏଥିରେ ତାଙ୍କର ପ୍ରବଳ ଆପତ୍ତି। ହେଉ ପଛକେ ହରିନାମ ହୋଇପାରେ। ପିଲା ହିସାବରେ ଗଦାଧର ହୀରା ପରି ସ୍ୱଚ୍ଛ ନିର୍ମଳ। ତଥାପି ସମାଜ ଭିତରେ ଥାଇ ସଂସାରରେ ସ୍ତ୍ରୀଲୋକମାନଙ୍କର ସମ୍ଭ୍ରମ ରକ୍ଷା ପାଇଁ ଯେଉଁ ନିୟମ ଅଛି ତାକୁ ତ ମାନିବାକୁ ପଡ଼ିବ। ମୋ ଘରର ଆଦତ କିନ୍ତୁ ଅଲଗା। କୌଣସି ବାହାର ଲୋକ ପଶିପାରିବ ନାହିଁ ମୋ ଘରର ଭିତର ଖଞ୍ଜାକୁ। ଖୁବ୍ ତୁମ୍ବି ତୋଫାନ କରନ୍ତି ଦୁର୍ଗାଦାସ ଏ କଥାକୁ ନେଇ। କାଉ କୋଇଲିଟାଏ ବି ଜାଣିପାରିବ ନାହିଁ ତାଙ୍କ ଘର ଭିତରର ଖବର। ଦେଖିପାରିବ ନାହିଁ ଘରର ସ୍ତ୍ରୀ ଲୋକମାନଙ୍କର ମୁହଁ। କଡ଼ା ନଜର କେମିତି ରଖିବାକୁ ହୁଏ ଜାଣିବା ଦରକାର, ବୁଝିଲ? ହରିନାମକୁ ଆଳ କରି ଦେହରେ ଧୂଳି ଲଗାଇବା ଠିକ୍ ନୁହେଁ। ସନ୍ଧ୍ୟାବେଳେ ଦାଣ୍ଡ ବଙ୍ଗଳା ଘରେ ବସି ବନ୍ଧୁମାନଙ୍କ ଆଗରେ ଏହିଭଳି ବଡ଼ ବଡ଼ କଥା କହୁଛନ୍ତି ଦୁର୍ଗାଦାସ। ସ୍ତ୍ରୀ ଲୋକଟିଏ ଆସି ଠିଆ ହେଲା କବାଟ ପାଖରେ। ବେଶଭୂଷା ଦେଖି ଜାଣିପାରିଲେ ଦୁର୍ଗାଦାସ ଆର ଗାଁ ତନ୍ତୀ ସାହିର କାହା ଘରର ବୋହୂ। ପିନ୍ଧିଛି ହାତ ବୁଣା ମୋଟା ମଇଳା ଶାଢ଼ୀ, ହାତରେ ରୂପାର ଓଜନିଆ ବାହୁଟି, କାଖରେ ଗୋଟିଏ ଟୋକେଇ, ସେଥିରେ କେତେ କେରା ସୂତା। କୋଉଠୁ ଆସିଲ? ପଚାରିଲେ ଦୁର୍ଗାଦାସ। ହାଟରୁ। ଲାଜରେ ଜୁଡ଼ୁବୁଡ଼ୁ ହୋଇ ସ୍ତ୍ରୀ ଲୋକଟି ମୁହଁ ଉପରକୁ ଓଢ଼ଣା ଟାଣି ଆଣି କହିଲା, କ'ଣ ହୋଇଛି? କ'ଣ ଦରକାର? ସ୍ତ୍ରୀ ଲୋକଟି ଅତି ସଂକୋଚରେ ସଂକ୍ଷେପରେ ଯାହା କହିଲା ସେଥିରେ ବିଚଳିତ ହେବାର କିଛି ନାହିଁ। ସାହି ସ୍ତ୍ରୀ ଲୋକଙ୍କ ସହିତ ହାଟକୁ ଯାଇଥିଲା ସୂତା ବିକିବା ପାଇଁ। ହାଟ କାମ ସାରି ଲେଉଟାଣି ବେଳକୁ ଦେଖିଲା ସାଙ୍ଗରେ ଯେଉଁମାନେ ଆସିଥିଲେ ସେମାନେ କେତେବେଳୁ ଚାଲିଗଲେଣି। ସଞ୍ଜ ଗଡ଼ିଗଲାଣି। ଏତେବେଳେ ଏକୁଟିଆ ଗାଁକୁ ଯିବାକୁ ସାହସ ପାଉନାହିଁ। ଯଦି ରାତିକ ପାଇଁ ଟିକିଏ ଆଶ୍ରୟ ପାଆନ୍ତା। ଏଇ କଥା, ଯାଅ ଭିତରକୁ ଯାଇ ସ୍ତ୍ରୀ ଲୋକମାନଙ୍କୁ କୁହ ରାତିଟା ରହିଯିବ। ଏଇଟା ଏମିତି କୋଉ ବଡ଼ କଥା କି? ଦୁର୍ଗାଦାସ ଆପଣାର ଉଦାରତାରେ ପ୍ରସାରିତ ହୋଇଯାଉଥିଲେ। ଶରଣାଗତା ପ୍ରଣାମ କଲା ଦୁର୍ଗାଦାସଙ୍କୁ। ଅନ୍ତଃପୁରକୁ ଯାଇ ସ୍ତ୍ରୀ ଲୋକମାନଙ୍କ ମହଲରେ ଜଣାଇଲା ସବୁ କଥା। ଆଗନ୍ତୁକା ଚାରିପଟେ ସମସ୍ତେ ଆସି ଘେରିଗଲେ। ଅଳ୍ପ ବୟସ, ସରଳ ମଧୁର କଥା ବିପଦରେ ପଡ଼ିଛି। ସହାନୁଭୂତିରେ ତରଳି କଲେ ସମସ୍ତେ। କହିଲେ, ହଉ ରୁହ ଏଇଠି, କିଛି ଅସୁବିଧା ହେବ ନାହିଁ। ଯାଅ ହାତ ମୁହଁ ଧୋଇ ଆସ, କିଛି ଟିକିଏ ଖାଇଦିଅ। ସତେ କି କ'ଣ ଗୋଟାଏ ବିଶେଷ ଆକର୍ଷଣ ରହିଛି ସେଇ ଝିଅର। ଯିଏ ଦେଖୁଛି ତା ମନରେ ମମତା ଉଛୁଳି ଉଠୁଛି। ରହିବା ପାଇଁ ଜାଗା ଠିକ୍ କରିଦେଲେ ଗୋଟାଏ ପାଖକୁ ମୁଢ଼ି ଉଖୁଡ଼ା ଆଣିଦେଲେ ଖାଇଲା ମନ ଖୁସିରେ।
ଘରର ଚାରିଆଡ଼େ ବୁଲି ତନ୍ନ ତନ୍ନ କରି ଦେଖିଲା ସବୁ। କଥା କହି ଭାବ ଜମେଇଲା ସ୍ତ୍ରୀ ଲୋକମାନଙ୍କ ସହିତ। ପଚାରି ବୁଝିଲା ଘରର ସବୁ ହାଲଚାଲ। ସତେ ଅପା କୁହୁକ ଜାଣେ ମୁହୂର୍ତ୍ତକରେ ହୋଇଗଲା ଅନ୍ତରର ଅନ୍ତରଙ୍ଗ। ଅନ୍ଧାରରେ ବାଟ ଅଣ୍ଡାଳି ଅଣ୍ଡାଳି ଚାଲିଛନ୍ତି ରାମେଶ୍ୱର। କୁଆଡ଼େ ଯାଉଛନ୍ତି ଏତେ ରାତିରେ? ସୀତାରାମଙ୍କ ଘରକୁ। କ'ଣ କାମ ତାଙ୍କଠି? ଗଦାଧରକୁ ଖୋଜି ପାଉନାହିଁ। ରାତି ଆସି ପହରେ ହେଲାଣି, ଏତେବେଳ ଯାଏଁ ଫେରିନାହିଁ ଘରକୁ। କୁଆଡ଼େ ଗଲା କିଛି ଜଣା ପଡ଼ୁନାହିଁ। ମାଙ୍କର ତେଣେ ବ୍ୟସ୍ତର ସୀମା ନାହିଁ। କୋଉଠି ଅଚେତ ହୋଇ ପଡ଼ିଯାଇଥିବ ପରା। ନା ନା, କୁଆଡ଼େ ଆଉ ଯିବ? ନିଶ୍ଚୟ ସେଇ ସୀତାନାଥଙ୍କ ଘରେ ଥିବ। ରାତିଦିନ ତ ତାଙ୍କରି ଘରେ ପୋଥି ବୋଲେ, କୀର୍ତ୍ତନ ଗାଏ। ସେଇଠିକି ଯାଇ ପଚାରନ୍ତୁ। ନା, ସୀତାନାଥଙ୍କ ଘରକୁ ଆଜି ଆସିନାହିଁ ଗଦାଧର। ରାମେଶ୍ୱରଙ୍କୁ ବୁଦ୍ଧି ଦିଶିଲା ନାହିଁ। ଏତେ ରାତିରେ ଏଇ ଅନ୍ଧାର ଭିତରେ କୋଉଠି ତାକୁ ଖୋଜିବେ? ବଣିଆ ସାହି ଦାଣ୍ଡରେ ପ୍ରତି ଘର ଆଗରେ ଡାକି ଡାକି ଚାଲିଲେ ଅସହାୟ ଭାବରେ, ଗଦାଇ 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 ଅଛୁ କିରେ ଗଦାଇ? ତନ୍ତିଆଣି ତେଣେ ଦୁର୍ଗା ଦାସଙ୍କ ଘରର ଭିତର ପରସ୍ତ ବାରଣ୍ଡାରେ ଗୋଡ଼ ଲମ୍ବାଇ ବସି ସ୍ତ୍ରୀ ଲୋକମାନଙ୍କ ସହିତ ଖୁସି ଗପରେ ମଜି ରହିଛି। ହଠାତ୍ କାନରେ ପଡ଼ିଲା ବାହାରେ କିଏ ବଡ଼ ପାଟିରେ ଡାକୁଛି। କାହାକୁ ଡାକୁଛି କାନ ଡେରି ଶୁଣିଲା ତନ୍ତିଆଣି। ଉଠି ପଡ଼ିଲା ବସିବା ଥାନରୁ। ଯାଉଛି ଯାଉଛି ଭାଇ, ମୁଁ ଏଇଠି ଅଛି କହି ତନ୍ତି ବୋହୂ ଏକା ଡିଆଁକେ ଘରୁ ବାହାରି ଦାଣ୍ଡକୁ ଚାଲିଗଲା। ଦୁର୍ଗା ଦାସ ସବୁ ଶୁଣିଲେ। ଟିକିଏ ରହିଲେ ଗୁମ୍ ହେଇ। ତାପରେ କହିଲେ, ପ୍ରଭୁ ମୋ ଅହଙ୍କାର ଚୂର୍ଣ୍ଣ କରିଦେଇଛନ୍ତି। ଉତ୍ତର କାଳରେ ଠାକୁର ତେଣୁ କହିଥିଲେ, ନିଜଠାରେ ସ୍ତ୍ରୀ ଭାବ ଆରୋପ କଲେ କାମାଦି ରିପୁ ଚାଲିଯାଆନ୍ତି। ଆଚର ବ୍ୟବହାର ଅବିକଳ ସ୍ତ୍ରୀ ଲୋକମାନଙ୍କ ଭଳି ହୋଇଯାଏ। ସେଥିଲାଗି ମୁଁ ଅନେକ ଦିନ ପର୍ଯ୍ୟନ୍ତ ଶାଢ଼ୀ ଗହଣା ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ସଖୀ ଭାବରେ ରହିଥିଲି। ସେଇ ବେଶରେ ଆଳତି କରୁଥିଲି। ତା ନ ହୋଇଥିଲେ ପରିବାରକୁ ଆଣି 8 ମାସ କାଳ ନିଜ ପାଖରେ ରଖିପାରିଥାନ୍ତି। ଆମେ ଦୁଇଜଣ ଯାକ ମାଙ୍କର ସଖୀ। ମୁଁ ନିଜକୁ କେବଳ ପୁରୁଷ ବୋଲି କେମିତି କହିବି? ମୋର ଭାବାବସ୍ଥାରେ ଦିନେ ମୋ ସ୍ତ୍ରୀ ପଚାରିଲେ, ମୁଁ ତୁମର କିଏ? ମୁଁ କହିଲି, ଆନନ୍ଦମୟୀ।